ହାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆଜିର ନ୍ୟୁ ଭିଡ଼ିଓକୁ ସ୍ୱାଗତ। ସକାଳୁ ସକାଳୁ ବର୍ଷା ପାଗରେ ଆଉ ସକାଳୁ ବର୍ଷା ପାଗରେ ରୋଷେଇ ଘରେ ଆଜି ସକାଳୁ ସକାଳୁ ଯେହେତୁ ଆଜି ଆମର ବର୍ଷା ପାଗ ହେଇଛି, ବର୍ଷା ପାଗରେ ଗୋଟେ ଆଇଟମ୍ ହେବ ବୋଲି ମନେ ପଡ଼ିଗଲା। ସେଥିପାଇଁ ସକାଳୁ ଆଜି ରୋଷେଇ ଘରେ କ'ଣ ଆଇଟମ୍ ହେବ ଏବେ କହିଦେବି ନା ପରେ କହିବି? ଚାଲ ଆଗ ଏବେ କହିଦେଉଛି, ଏବେ ନ କହିଲେ ଆମର ଲସ୍ ହେଇଯିବ। ଆଉ ଏଇଠି ବର୍ଷା ପାଗରେ ଆମର କୋଳଥ ଡାଲି ଭଜା ହେଇଛି, ମାନେ କୋଳଥ ଭଜା ହେଇଛି, କୋଳଥ ଡାଲି ନୁହଁ, କୋଳଥ ଭଜା ହେଇଛି। ଆଜି କୋଳଥ ଡାଲି ହେବ ବର୍ଷା ପାଗରେ। ରୋଷେଇ ପୁରା ସକାଳୁ କୋଳଥ ଭାଜିକି ରେଡ଼ି କରିକି ବଇଛି। ଆଉ ମୁଁ ଯାଉଛି ବର୍ଷା ପାଗରେ, ଆଉ ବର୍ଷା ପାଗ ହେଇଛି, ବର୍ଷା ଦେଖେଇନି। ଏଇଠି ଦେଖ, ବର୍ଷା ଝିପିଝିପି ଚଲେଇଛି ବର୍ଷା। ଆଉ ବର୍ଷା ପାଗ ତ ଆମ ଦୁଆର ଘର ପୁରା କାଦୁଅ। ଆଉ କ'ଣ କରିବା, ଏଇ ବର୍ଷା ହେଉଛି। ସକାଳ ହେଇଗଲେ 8ଟା। ଆଉ ଆମର କ୍ଷୀର ବି ଦିନ ଶୋଇଲେ ଗଉଡ଼ୁନି, ଯାଇ ସକାଳୁ କ୍ଷୀର ଦୁହିଁ ସାଇଲୁ 2 ଜଣ ଯାକ ମିଶିକି। ଆଉ କ୍ଷୀର ଦେଇକି ବି ଯାଉଛି, ଆମର ଷ୍ଟୋରରେ ବି କ୍ଷୀର ଦିଆହେଲାଣି। ଷ୍ଟୋରରେ କ୍ଷୀର ଦେଇକି ଆସେ, ତାପରେ ଭିଡ଼ିଓ କଣ୍ଟିନ୍ୟୁ କରିବା। ଚାଲ ସୁସାଇଟି ନୁହଁ, ସୁସାଇଟି କ୍ଷୀର ସୋସାଇଟି, ମିଲ୍କ ସୋସାଇଟି। ଚାଲ କ୍ଷୀର ଦେଇକି ଆସିବୁ, ତାପରେ କଣ୍ଟିନ୍ୟୁ କରିବା। ଏ ଦେଖ, ଆମ ଦେଶୀ ଗାଈ ମିନିମମ୍ଟା 2 ଲିଟର ଦେଉଛି। ଚାଲ ଦେଇକି ଆସିଲେ କଥାବାର୍ତ୍ତା ଆଉ ଦେଖେଇବି ଆମ ଗାଁରେ କେତେ ପାଣି, କେତେ ବୁଡ଼ିକି କଷ୍ଟ କରିକି ଯିବାକୁ ପଡ଼ୁଛି, ମାନେ କ୍ଷୀର ଦେବାକୁ ଯାଇବାକୁ ପଡ଼ୁଛି, ମାନେ ପ୍ରବଳ ପାଣିରେ ଯିବାକୁ ପଡ଼ିବ। କିଏ କୋଳଥ ଡାଲି ମାନେ ଚକିରେ ଚୁରେ, ଆମର ଏଠି ଗ୍ରାଇଣ୍ଡରରେ ପେଶା ହେଉଛି କୋଳଥ ଡାଲି। ଆଉ ଇଏ ଯାହା ଟେଷ୍ଟ ହେବ ଛାଡ଼। ଯିବ ଟିକେ ତାକୁ ଚୁରିଦବ ଚକିରେ। ଚକିରେ ରଗଡ଼ା ହେଲା, ଆଉ ଆସିକି ଏଠେଇ ମାନେ ଗ୍ରାଇଣ୍ଡରରେ ପେଶା ହେଉଛି। କୋଳଥ ଡାଲି କେମିତି ହୁଏ? ଚକିରେ ପେଶା ହେଇକି ହୁଏ ନା, ଚକିଟା ଆମର ଖରାପ ହେଇଯାଇଛି। ଚକିରେ ଅଳିଆ ମଳିଆ ହେଇକି ପଡ଼ିଥିଲା, ସଫାସୁତରା ହେଇନି, ସେଥିପାଇଁ ଗ୍ରାଇଣ୍ଡିଙ୍ଗ ହେଉଛି। ଚକି ତ ଖରାପ ହେଇକି ପଡ଼ିଛି, ମାନେ ଅଳିଆ ମଳିଆ ହେଇକି ପଡ଼ିଛି, ସଫା ହେଇନଥିଲା, ସେଥିପାଇଁ ଗ୍ରାଇଣ୍ଡିଙ୍ଗ କରାହେଇଗଲା। ଯେତିକି ମାନେ ହେବ ଡାଲି, ସେତିକି ଗ୍ରାଇଣ୍ଡିଙ୍ଗ ହେଇଗଲା, ଗ୍ରାଇଣ୍ଡରରେ ଚୁନା ହେଇଗଲା। ତାପରେ ସେତିକି ଡାଲି ହେବ, ଆଉ ବାକି ତକ ରଖାଯିବ। ଚକିରେ ଚୁରା ହେଲେ ତାପରେ ଯାଇକି ମାନେ ଡାଲମା ହେବ। ହଉ, ଯାହା କହିବି ଚଳେଇଦବା, ଆଉ କ'ଣ କରିବା। ପଖାଳ ଖାଇକି ଆଉ ଘରେ ରହି ହେଲାନି। ଆଉ ପଖାଳ ଖାଇସାରିଲା ପରେ ଆସିଲି ଆରି ବିଲକୁ ଆସିକି ତଳି ବିଲକୁ ଦେଖିବାକୁ, ପାଣି ପୁରା ଭରପୁର ହେଇଯାଇଛି, ପାଣି ପ୍ରବଳ। ଆଉ ବନ୍ଧ କାଟିଲେ ବି ଆଉ କୁଆଡ଼େ ଯିବାର ନାହିଁ, କାରଣ ଯେହେତୁ ସେପଟ ବିଲରେ ବି ପାଣି ହେଇଗଲାଣି, ଆଉ ପାଣି କୁଆଡ଼େ ଯିବାର ନାହିଁ। ତେଣୁକରି ଆଉ ପାଣି କୁଆଡ଼େ ଯାଇପାରିବନି, ଆଉ ପାଣି କାଟିକି କିଛି ଲାଭ ନାହିଁ। ଆଉ ଏଠି ଯାହା ଯେତିକି ନଷ୍ଟ ହେଲେ ହେବ ବରଂ, ଆଉ ସେତିକି ଅଳ୍ପ ପାଣି କାଟିଛି, ଯେତିକି ଯିବ। ଆଉ ବାକି ଗଛ ତ ପତ୍ର ଉପରକୁ ହେଇଗଲାଣି, ଆଉ ସେତେ ମାନେ ନଷ୍ଟ ହେବନି। ଯେଉଁଗୁଡ଼ା ଗଛ ଉଠୁନଥିଲା ସେଗୁଡ଼ା ନଷ୍ଟ ହେଇଯିବ, ଟିକି ଗଜା ହେଉଥିଲା ସେଗୁଡ଼ା ନଷ୍ଟ ହେଇଯିବ। ଆଉ କ'ଣ କରିବା, ବୁଡ଼ିକି ରହିଗଲା ଆଉ ପାଣି। ଆଉ ତାର ବାଡ଼ ବୁଲେଇ ଦେଇଛି, ଷଣ୍ଢ ଫଣ୍ଡ ପଶିନାହାନ୍ତି, ଗୋଡ଼ ଚିହ୍ନ ପଡ଼ିନି। ହଉ ଚାଲ। ଯାହା ହଉ, ଏଥର ଷଣ୍ଢ ମାନେ ପଶିନାହାନ୍ତି। ଷଣ୍ଢ ରାସ୍ତା ଉପରେ ସବୁ ଅଛନ୍ତି, ମୁଁ ଏବେ ବାଡ଼େଇକି ଆସିଲି। ଆଉ ଷଣ୍ଢ ମାନେ ସବୁ ରାସ୍ତାରେ କେହି ପଶିନାହାନ୍ତି, ବାଡ଼ ସୁରକ୍ଷିତ ଅଛି, ତଳି ବି ମୋର ସୁରକ୍ଷିତ ଅଛି। ହଉ ଚାଲ, ଓଦା ମଦାରେ ବିଲ ଭିତରକୁ ପଶିଛି, ପୁଣି ଓଦା ମଦାରେ ଯିବାକୁ ପଡ଼ିବ। ଆଉ ବିଲକୁ ଆସିବା ଯେ କେତେ ଭୟ ଏଇଭଳିଆ ବାଟରେ, ସେଇଟା ଜାଣିପାରିବେ ଯେ ବିଲକୁ ଯାଇଥିବେ। ହଉ ଚାଲ, ଘରେ ପହଞ୍ଚିଲେ ଦେଖେଇବି। କୋଳଥ ଡାଲି ଖାଇବୁ?
ছি ମାରିକି ଜାବଡ଼ା ଛାଡ଼ିକି ଯେ ଗୋଟେ ପିଲା କୋଳତରା ଲେଖା ହବ ମିର୍ଚ ଚକଡ଼ି ପାଣି ପକେଇ ନେବ ଭାତ ଖାଇବ ମିର୍ଚ ଖାଉଛ ଆଉ କଣ ନାହିଁ ମତେ ପଖାଳ ଦବ। ପଖାଳ ତ କଡ଼ାଇଲେ ଥଣ୍ଡାରେ ମୁଣ୍ଡ ବିନ୍ଧା ହେଉଛି କିନ୍ତୁ ପଖାଳ ଖାଇବି କଣ ତ ମତେ ଖାଇବି ଆଉ ତୁ ସେଠି ଭଜା ଅଛି ପୁରା କଲରା ଆଳୁ ଭଜା ଶାଗ ଭଜା ଖାଇଲେ ଝିଅକୁ ଦେଖିଲି କୋଭଳିଆ ହେଇଛି କିଏ ଖାଇବ ଆଗୁ ନେଲ ମୁଁ ବସିବି ତମର ଖାସ କରିଛ ଡାଲି ବାଳ ତରକାରୀ ହେଇଛି ସନ୍ଧ୍ୟାବେଳୁ ମାନେ କାମ ଧନ୍ଦା କିଛି ନାହିଁ ଖାଲି କ'ଣ ମ୍ୟାଗି କରି ଖାଇବା ଅମ କରି ଖାଇବା ସମୟ କରି ଖାଇବା ଇଆଡ଼େ କହୁଛି ପେଟ ଖରାପ ଦେଖିବାକୁ ମ୍ୟାଗି କରି କଂସାଏ ମ୍ୟାଗି କରି ଖିଆ ହେଉଛି ବର୍ଷା ଦିନ ଆସିଲେ ବର୍ଷା ହେଲେ ଗରମ ଗରମ ପକୋଡ଼ି ତାପରେ ଚାହା ସନ୍ଧ୍ୟାବେଳେ ଆଉ ତାପରେ ମ୍ୟାଗି ଟିକେ ପାସ୍ତା ଟିକେ ବନେଇ ଯଦି ନ ଖାଇବ ତାହେଲେ ବର୍ଷା ଦିନ କାହିଁ ପାରିବ ବର୍ଷା ଦିନେ ଏମିତି ଖାଇବାକୁ ଭଲ ଲାଗେ ଭଲ ଲାଗେ ଆଉ ପେଟ ଖରାପ ହେଲେ ଜମା କରିନୁ କୁହାହେଉଛି ହଁ ପାସ୍ତା ହେଇଥିଲା ପାସ୍ତା ବହୁତ ସମୟ ଲାଗେ କରିବା ପାଇଁ ସିଝେଇ ଗୋଳି ମିଠା ହେଇଯାଏ ମୁଁ କାଲି ପାସ୍ତା ଆଣିବି ମୋ ପାଇଁ କରିବି ଦେଖାଉଛ ଆମେ ସବୁ ସଫା କରିଦେଇଛୁ ବାପା କରିଦେବେ ଦେବ ଖାଇବା ଜିନିଷ ଦେଖ ମାର ନା ମଇଁଷି ତାତିଗଲା ମୋ ପାଟି ମୋ ମୁଣ୍ଡ ମୋର ଏଇଟା ମୋ ଚାମଚ ଏଇଟା ତମ ଚାମଚ